এইটি ହେଉଛି ଚିତ୍ରାଙ୍କନ ପିଲାମାନେ ଆମେ ତୁମ ପାଇଁ ସିଲେକ୍ସନ୍ କରିଛୁ, ଯାହାକି ତୁମର ଏହି ବାର୍ଷିକ ପରୀକ୍ଷାରେ ଆସିବାର ଚାନ୍ସ ରହିଛି। ତେବେ କେଉଁ ସବୁ ଚିତ୍ର ସବୁ ଅଙ୍କନ କରିବା ପାଇଁ ପଡ଼ିଛି ଆସ ଦେଖିବା। ଚିତ୍ର 1 ଓ 2ର ଢାଞ୍ଚାକୁ ଦେଖି ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କର। 1 ଓ 2ର ଢାଞ୍ଚାକୁ, ଏଇଟା ହେଉଛି 1 ନମ୍ବର ଆଉ ଏଇଟା ହେଉଛି 2 ନମ୍ବର ଢାଞ୍ଚାକୁ ଦେଖି ଆମେ କୌଣସି ଗୋଟିଏ ଚିତ୍ରକୁ ଅଙ୍କନ କରିବା ଓ ରଙ୍ଗ ଦେବା। ତୁମେ ଏଇଠି ଅଙ୍କନ କରିବ ଓ ରଙ୍ଗ ଦେବ, ଯେମିତି ସୁନ୍ଦର ହେବ। ଅଭ୍ୟାସ କରିବ ପିଲାମାନେ, ରଙ୍ଗ ଦେବ। ପରବର୍ତ୍ତୀ ପ୍ରଶ୍ନ, ଅଛି ତଳେ ଦିଆଯାଇଥିବା ଚିତ୍ର ଦୁଇଟିକୁ ଦେଖି ଖାଲି ଥିବା କୋଠରୀରେ ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କର। ଏହି ଉଭୟ ଚିତ୍ରକୁ ଦେଖି ଏହି ଖାଲି ସ୍ଥାନରେ ଗୋଟିଏ ଚିତ୍ର ଅଙ୍କନ କରିବ। ଏହାକୁ କରିବ ନଚେତ୍ ଏହାକୁ କରିବ। ତାପରେ କ'ଣ କରିବ? ରଙ୍ଗ ଦେବ। ପୁରା ଘର ଉପରେ, ଘର ପୁରା ପୂରିକି ରହିବ ସେଇ ଚିତ୍ରଟି ଅଙ୍କନ କରିବ। ତାପରେ ତାକୁ ରଙ୍ଗ ବି ଦେବ। ଧନ୍ୟବାଦ ପିଲାମାନେ। ଏହାକୁ ବାରମ୍ବାର ଅଭ୍ୟାସ କରିବ, ତେବେ ଆଉ କିଛି ଅସୁବିଧା ହେବ ନାହିଁ। ଧନ୍ୟବାଦ। ପରବର୍ତ୍ତୀ ଅଛି 3 ନମ୍ବର ଅଛି ତଳେ ଦିଆଯାଇଥିବା ଯେକୌଣସି ଗୋଟିଏ ଚିତ୍ରରେ ରଙ୍ଗ ଦେବ। ଏଇଠି ରଙ୍ଗ ଦେବ ନଚେତ୍ ଏଇଠି ରଙ୍ଗ ଦେବ ହେଲା। ମାନେ ଏଇଠି ଅଛି ହଂସ, ହଂସରେ ଧଳା ରଙ୍ଗ ଦେବ। ଏଇ ପାଖରେ ଯେଉଁ ଅଛି ଗଛ ଗୁଡ଼ାକ, ବୁଦା ଗୁଡ଼ାକ, ଏଇଠି ପତ୍ର ଗୁଡ଼ାକ ଗ୍ରୀନ୍ କଲର୍ ଦେବ। ଏଇ ବୁଦାରେ ଗ୍ରୀନ୍ କଲର୍ ଦେବ। ତାପରେ ପାଣିରେ ଦେବ। ଏଇଠି ଦେବ ଆକାଶୀ କଲର୍ ଦେବ, ନଚେତ୍ ଆକାଶୀ କଲର୍ ଦେଲେ ପାଣିର ରଙ୍ଗରେ ଇଏ ଠିକ୍ ଦିଶିବ। ତାପରେ କ'ଣ ଅଛି? ଏଥିରେ ରଙ୍ଗ ଦେବ ନଚେତ୍ ଏଇଠି ରଙ୍ଗ ଦେବ। ଏଇ ଦୀପରେ ଦେବ ହଳଦିଆ ରଙ୍ଗ, ହାତରେ ଦେବ ଖଇରିଆ କଲର୍ ଦେବ, ମାନେ ପିଙ୍କ କଲର୍ ଏଇ ହାତରେ ଦେବ। ଏଇ ଯେଉଁ ହାତରେ ଝୁଟି ହେଇଛି, ଏଇ ଯେଉଁ ଅଳଙ୍କାର ପିନ୍ଧିଛି, ଏଇଠି ଅନ୍ୟ ରଙ୍ଗ ଦେବ, ସୁନ୍ଦର ଦିଶିବ। ଏଇଠି ଫୁଲଟି ଅଛି, ପଦ୍ମ ଫୁଲଟିଏ, ପଦ୍ମ ଫୁଲରେ ଅନ୍ୟ ରଙ୍ଗ ଦେବ। ତା ପତ୍ରରେ ଅନ୍ୟ ଶାଗୁଆ କଲର୍ ରଙ୍ଗ ଦେବ, ସୁନ୍ଦର ଦିଶିବ। ଘରେ ଅଭ୍ୟାସ କରିବା ପାଇଁ ଆମେ ତୁମ ପାଇଁ ଏଇଟା ସିଲେକ୍ସନ୍ କରିଛୁ। ଧନ୍ୟବାଦ ପିଲାମାନେ।